ଆପଣଙ୍କର ଆଉ ଗୋଟେ ଏଠାକାର ଅଛି ମହାପ୍ରଭୁଙ୍କ ନାଁ ଧରିଲେ ଅଫିସ ହଉ ଘର ହଉ ଗାଁ ହଉ ଚୋରି ହେଇଛି 500 ଲୋକ ଆସିକି ଯିଏ ପ୍ରକୃତ ଚୋର ସେ ଜଣ ଜଣ ହେଇ କହିକି ଯିବେ ପ୍ରକୃତ ଚୋର ଯିଏ କହିପାରିବ ନାହିଁ କଥା କହିପାରିବନି। ଯଦି ଏନଗେଜ ନିଶା ଫିସା ଖାଇକି ନିଶାଗ୍ରସ୍ତ ହେଇଗଲା ମାକ୍ସିମମ୍ 180 ଡେଜ୍ ଭିତରେ ମୃତ୍ୟୁ ବନେ। 180 ଡେଜ୍ ଭିତରେ ମୃତ୍ୟୁ ମାନେ ଯଦି 6 ମାସ ଭିତରେ ମୃତ୍ୟୁ ନିଶ୍ଚିତ ଭାବରେ ତାର ଦୋଷଟା ମାନେ 100% ରୁ କମ୍ ପରସେଣ୍ଟ ଅନୁଯାୟୀ হয়। ଯଦି ପୁରା 100% ଦୋଷୀ ହେଇଥିବ 9 ଦିନରୁ 18 ଦିନ ଭିତରେ ମୃତ୍ୟୁ ହେବ। ଆଚ୍ଛା 9 ଦିନ 18 ଦିନ ଭିତରେ ସମ୍ପୂର୍ଣ୍ଣ ଯଦି ମାନେ ଆଗ ସେୟାର କରିଥିବ କିମ୍ବା ଦେଖିଥିବ ନିରବ ରହିଲା ମାକ୍ସିମମ୍ 180 ତ ସତ କଥା କହିବାକୁ ବାଧ୍ୟ 180 ମାନେ ଧରିଥିବେ ତା ଭିତରେ ପଶିବା ପାଇଁ ଆସନ୍ତୁ ଆପଣଙ୍କ ଘରୁ କିଏ ଚୋରି କଲା ଆପଣ 5 ଜଣଙ୍କୁ ପଡ଼ିଶା ଲୋକ ଆଣିବେ ଆପଣଙ୍କର ଅନ୍ୟ କିଏ ନେଇଥିବ ଆପଣ 20 ଲୋକ ଗାଁ ବାଲା ନେଇକି ଆଇଲେ ଘର ପାଖରେ ସେ ଅଲଗା କରିଯିବେ। ଯଦି ଏନଗେଜ ତା ଭିତରେ ଥାଏ ଦୋଷୀ କଦାପି ଭଲ କରିବନି ହେଲ୍ପ କରିବ ନାହିଁ ଶେଷ ମୁହୂର୍ତ୍ତରେ ସେ ମାନି ଯାଆନ୍ତି କୌଣସି ପ୍ରକାର ସେ ତାଙ୍କର କମ୍ପ୍ରମାଇଜ୍ କରି ଯାଆନ୍ତି। ଆମେ ବି ଚାହୁଁନା ହଲ୍ କରିକି ମରୁଗଲ ମଣିଷ ଜୀବନଠାରୁ ବଡ଼ କିଛି ନାହିଁ ଦୁନିଆରେ। ଆଚ୍ଛା ତେବେ ନନାଙ୍କର ଗୋଟେ କଥା କୁହନ୍ତି ଯେ କି ବାର୍ଷିକ ଏଠି କ'ଣ କ'ଣ ସବୁ ବଡ଼ ପର୍ବ ପାଳନ ବାର୍ଷିକ ଏଠି ମହାପ୍ରଭୁଙ୍କର ମୁଖ୍ୟ ପର୍ବ ଯାଆନ୍ତି ମାଘ ସପ୍ତମୀ ଯାତ୍ରା ଏବେ ନ୍ୟାୟ ଫଙ୍କସନ୍ ହେଉଛି ସେଇ ସମୟରେ ମହାପ୍ରଭୁ ଯାଆନ୍ତି ସାଜସଜ୍ଜା ବିମାନରେ ପୂର୍ବ ଦିନ ନବରାତ୍ରି ନଦୀରେ ରୁହନ୍ତି ବିଶ୍ରାମ କରନ୍ତି ସ୍ନାନ କରନ୍ତି ବୁଡ଼ ପକାନ୍ତି ସକାଳୁ ତା ପରଦିନ ଫେରନ୍ତି ସମୟକ୍ରମେ ସାଜସଜ୍ଜା ଆମର ଯେଉଁ ପ୍ରସେସନ୍ ଯାହା କରନ୍ତି ବାଜା ବାଣ ସବୁ ବଢ଼େଇଲେଣି ତାପରେ ନ୍ୟାୟ ମହୋତ୍ସବ ଆର୍ଟ କରାହେଲା ସେଇ ସମୟରେ ସେ ହେଲା ଠାକୁରଙ୍କର ମୁଖ୍ୟ ଭାଗ। ତାପରେ ଆମ ନବରାତ୍ରି ହୁଏ ମାଆଙ୍କର ଆପଣ ମାଆଙ୍କୁ ଦେଖିନାହାନ୍ତି ବୋଧେ ସେପଟକୁ ଯାଆନ୍ତୁ ମାଆଙ୍କୁ ଆପଣ ଓଡ଼ିଶା ଭାରତବର୍ଷ ଭିତରେ ଦେଖିବେ କୌଣସି ଶିବ ମନ୍ଦିର ପୁରୀ ଲିଙ୍ଗରାଜ ବାଦ ତାଙ୍କ ପାର୍ଶ୍ୱ ଦେବତା ତାଙ୍କ ପୁଅ ଝିଅ ସ୍ତ୍ରୀ ଏଭଳିଆ ମାନେ କୋଉଠି ଶକ୍ତିଶାଳୀ ନାହାନ୍ତି। ମହାପ୍ରଭୁ ଯେମିତି କୋଉଠି ଦେଖିବେନି ତାଙ୍କ ପୁଅ ଝିଅ ତାଙ୍କ ସ୍ତ୍ରୀ ପାର୍ବତୀ ସେ ବି ପୁରୀ ଲିଙ୍ଗରାଜ ବାଦ ଓଡ଼ିଶାରେ କୋଉଠି ଦେଖିବେନି। ଭଲ କଥା ଆପଣ କହିଲେ ଯେ ଆମ ଭୁବନେଶ୍ୱରରେ ଯେଉଁ ରହିଛି ହରିହର କ୍ଷେତ୍ର ଲିଙ୍ଗରାଜ ମନ୍ଦିର ସହିତ କିଛି ବିଶେଷ କନେକ୍ସନ ରହିଛି କନେକ୍ସନ ଲିଙ୍ଗରାଜଙ୍କର ଯାହା ନୀତିକାନ୍ତି 36 ପାଟ ସବୁ ଏଠି ପୂଜା ନୀତି ଯାହା ତାଙ୍କର ବେଳବତ ତୁଳସୀ ଲାଗିବେ ଲାଗିବେ 56 ଭୋଗ ଯାହା 36 ପାଟ ଖଞ୍ଜା ସମୟକ୍ରମେ ସବୁ ଗଲାଣି ଏବେ 4 ଜଣରେ ସୀମିତ ଅଛି। 4 ଜଣ ସବୁ ଆସିଲେ କାମ ହୁଏ ନୀତିକାନ୍ତି ସର୍ଟକଟ୍ ହେଇଗଲାଣି। ଆଚ୍ଛା ଏଠି ବି ସେଇଆ ସେଠି ଯାହା ନୀତିକାନ୍ତି ଏଠି ବି ସେଇଆ ବେଶୀ ଚର୍ଚ୍ଚିତ ଲୋକ ସେଠି ବେଶୀ ଜାଣିଛନ୍ତି ଏଠି ଟିକେ ଲୋକ କମ୍ ଆସୁଛନ୍ତି ଏଇଆ ଲୋକାଲ କଥା ହଁ ବୁଝିଲା ଆପଣଙ୍କ ଆମେ ତ ଭୁବନେଶ୍ୱର ଆସୁଛୁ ଆପଣଙ୍କୁ ଦେଖିଥିଲି ସେଇଭଳି କଥା ଧୀରେ ଧୀରେ ହେଉଛି। ଠିକ୍ ଆଉ ଆପଣ ଶୁଣିକି ଗଲେ କ'ଣ କରିଗଲେ ନା ଆପଣ କେତେ ଜଣଙ୍କୁ ଆଡ଼